हेलो ସାଙ୍ଗମାନେ ନମସ୍ତେ ଜୟ ଜଗନ୍ନାଥ। ଆମ୍ବ କାକରା ଏତେ ଟ୍ରେଣ୍ଡିଂରେ ହେଲା ଯେ ମୁଁ ବି ବନେଇବା ପାଇଁ ବାଧ୍ୟ ହୋଇଗଲି। ଏଇଟା ମୁଁ ବି ଫାଷ୍ଟ ଟାଇମ୍ ବନେଇଛି। ବନେଇବା ଆଗରୁ ମୁଁ ଭାବୁଥିଲି କିପରି ଆର ଟେଷ୍ଟଟା ରହିବ, ଆମ୍ବର ଫ୍ଲେଭରଟା କାକରାରେ ଭଲ ଲାଗିବ ନ ଲାଗିବ। ସେଥିପାଇଁ ଆପଣମାନେ ମଧ୍ୟ ମୋ ଭଳିଆ ଯଦି ଭାବୁଛନ୍ତି ଆଉ ଏଇ ଯାଏଁ ଆମ୍ବ କାକରା ବନେଇ ନାହାନ୍ତି, ତାହେଲେ ଆମ୍ବ ସିଜନ୍ ଯିବା ଆଗରୁ ଥରେ ଏଇ କାକରା ବନେଇକି ଦେଖନ୍ତୁ, ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ। ନମସ୍କାର, ମୁଁ ସ୍ମୃତି ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ରେସିପି ଚ୍ୟାନେଲକୁ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ଆଉ ଏଇ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ। ଆମ୍ବ କାକରା ପାଇଁ ମୁଁ ଏଠି ଗୋଟେ ପାଚିଲା ଆମ୍ବ ତାର ପ୍ୟୁରି ବନେଇକି ନେଇଛି। ଏବେ ଆମେ ଜନ୍ତୁଣି ପାଇଁ ପାଣି ଗରମ କରିଦେବା। ମୁଁ ଏଠି 2ଟି ବାଉଲ୍ ପାଣି ଆଉ ଗୋଟେ ବାଉଲ୍ ସୁଜି ନେଇଛି। ଆପଣ ଚାହିଁଲେ କ୍ୱାଣ୍ଟିଟି ହିସାବରେ କମ୍ ଅଧିକ କରିପାରିବେ। ପାଣି ଫୁଟିଗଲା ପରେ ସେଥିରେ ଆମେ ଅଳ୍ପ କିଛି ଲୁଣ ଆଉ 1/4 ବାଉଲ୍ ମୁଁ ଏଠି ଚିନିକୁ ଦେଇଛି। ଯେହେତୁ ଆମ୍ବର ମିଠା ବି ଅଂଶ ଥାଏ, ତ ସେଥିପାଇଁ ମୁଁ ଏଠି ଚିନି କମ୍ ୟୁଜ୍ କରିଛି। ଆପଣମାନଙ୍କୁ ଯଦି ଚିନି ଟିକେ ଅଧିକ ମିଠା ଦରକାର, ତାହେଲେ ଆପଣ ଚିନିର କ୍ୱାଣ୍ଟିଟି ଟିକେ ଅଧିକ କରିପାରିବେ। ଏଇଠି ଦେଖନ୍ତୁ ଆମର ଆମ୍ବ ପକାଇଲା ପରେ ପ୍ୟୁରିଟା ତାକୁ ଭଲସେ ଘାଣ୍ଟି ନେବା, ଭଲସେ ଫୁଟିବା ପାଇଁ ଛାଡ଼ିଦେବା। ଆମ୍ବ ପାଣିଟା ଆମର ଭଲସେ ଫୁଟି ଆସିଲେ ସେଥିରେ ଆମେ ଧୀରେ ଧୀରେ କରିକି ସୁଜିକୁ ଦେଇଦେବା। ସୁଜି ଏଇଠି ମୁଁ ଭାଜିକି ନେଇନି, କଞ୍ଚା ସୁଜିର ହିଁ ୟୁଜ୍ କରିଛି। ଗୋଟେ ସୁଜିକୁ ଆପଣ 2ଟି ପାଣି ଦେବେ। ତା ଫଳରେ ଆପଣଙ୍କର କାକରାର ଯେଉଁ ଜନ୍ତୁଣିଟା ପୁରା ପରଫେକ୍ଟ ବନିବ। ଆଉ ଟିକିଏ କ୍ରିସ୍ପି ପାଇଁ ମୁଁ ଏଇଠି 1/4 ବାଉଲ୍ ଗହମ ଚୁନାକୁ ନେଇଛି। ଆପଣ ଚାହିଁଲେ ସ୍କିପ୍ ବି କରିପାରିବେ। ଆପଣ ଖାଲି ଯଦି ସୁଜିର ବନେଇବେ, ତାହେଲେ ସୁଜିର ବି କ୍ରିସ୍ପି ବନିପାରିବ। ଯଦି ଆପଣଙ୍କୁ ଟିକେ ପାଣିଆ ଲାଗେ ଆପଣଙ୍କର ଜନ୍ତାଟା, ତାହେଲେ ଆପଣ ଗହମ ଚୁନା ଟିକେ ଦେଇପାରିବେ। ଏବେ ଆମର ଜନ୍ତାଟା ପୁରା ପରଫେକ୍ଟ ହେଇଗଲା, ତାକୁ ସାଇଡ଼୍ କରିକି ରଖିନେବା। ଏବେ ଫିଲିଂସ୍ ପାଇଁ ମୁଁ ଏଠି ପନିର ନେଇଛି। ଆପଣ ଚାହିଁଲେ ନଡ଼ିଆ ବି ନେଇପାରିବେ। ଭାବିଲି ଆମ୍ବ କାକରା ଯେତେବେଳେ ଟିକେ ଡିଫରେଣ୍ଟ ବନଉଛି, ତ ମୁଁ ଆର ଷ୍ଟଫିଂଟା ବି କିଛିଟା ଟିକେ ଡିଫରେଣ୍ଟ ନେବି। ସେଥିପାଇଁ ମୁଁ ଏଠି ପନିରକୁ ଗ୍ରେଡ୍ କରିକି ନେଇଛି। ପନିରକୁ ଦେଖି ମୁଁ ଏଠି ଚିନି ଆଉ କାଜୁକୁ ଦେଇଦେଇଛି। ଆପଣଙ୍କର ପନିର କ୍ୱାଣ୍ଟିଟି ଦେଖିକି ଆପଣ ଚିନିକୁ ଦେବେ। ଚିନି ଟିକେ ମେଲ୍ଟ ହେଇଗଲା ପରେ ମୁଁ ଏଠି ଭଜା ପାନମଧୁରୀ ଆଉ ଭଜା ରାଶିକୁ ଦେଇଦେଇଛି। ଏହାକୁ ଦେବା ଫଳରେ ଆମର କାକରାର ଯେଉଁ ଫିଲିଂସଟା ବହୁତ ବଢ଼ିଆ ଫ୍ଲେଭର ଗୋଟେ ଆସିବ। ଏଇଠି ଦେଖନ୍ତୁ ପାଣି ଟିକେ ଟିକେ ବାହାରିଗଲାନି ଚିନିରୁ। ଏହି ସମୟରେ ଆମେ ଓହ୍ଲେଇ ଦେବା। ବେଶୀ ତାକୁ ବଏଲ୍ କରିବାନି, ନହେଲେ ପନିରଟା ଆମର ପୁରା ଟାଣ ହେଇଯିବ। ଚିନିଟା ମେଲ୍ଟ ହେଇଗଲେ ଆପଣ ତାକୁ ଗ୍ୟାସ୍ ଅଫ୍ କରିଦେବେ। ଏଇଠି ଆମେ ଆମ୍ବ ଜନ୍ତୁଣିକୁ ଟିକେ ଚକଟି ଦେବା, ଯାହାଫଳରେ କି ଆମର କାକରାଟା ଯେମିତି ଫାଟିବ ନାହିଁ। ଏଇଠି ମୁଁ ପାଣି ଦେଇକି ପ୍ରଥମେ ତାକୁ ଟିକେ ଚକଟି ଦେଲି, ତାପରେ ତେଲ ଅଳ୍ପ ଦେଇକି ତାକୁ ଏମିତି ବଲ୍ ଆକାରରେ କରିକି ଷ୍ଟଫିଂ ପାଇଁ ତାକୁ ରାଉଣ୍ଡ ରାଉଣ୍ଡ ସେପ୍ରେ ବନେଇଦେଲି। ଏବେ ଆମେ ଏଇ ହୋଲ୍ରେ ଅଳ୍ପ କିଛି ପନିର ଦେଇଦେବା, ଯେପରି ଆପଣଙ୍କର ଷ୍ଟଫିଂଟା ବେଶୀ ହେଲେ କାକରାଟା ଆମର ଫାଟିଯିବ, ତେଲଟା ବି ପୁରା ନଷ୍ଟ ହେଇଯିବ। ସେଥିପାଇଁ ଆମେ ଟିକେ ଦବେଇକି ତାକୁ ପୁରା କଭର୍ କରିନେବା। ତାପରେ ହାଲକା ହାତରେ ତାକୁ ରାଉଣ୍ଡ ସେପ୍ କରିକି ଆପଣ ମୋଟା ହେଉ ପତଳା ହେଉ, ଆପଣଙ୍କୁ ଯେଭଳି ଭାବରେ ଦରକାର କାକରାର, ସେଇଭଳି ଭାବରେ ଆପଣ ବନେଇ ପାରିବେ। ଏଇଠି ଯଦି ଆପଣ ଚାହୁଁଛନ୍ତି, ତାହେଲେ ରାଶି ଟିକେ ବି ଉପରେ କୋଟିଂ କରିପାରିବେ, ବଟ୍ ମୁଁ ଏଠି ଦେଇନି। ଏଇଭଳି ଭାବରେ ଦେଖନ୍ତୁ ମୁଁ ଏଠି ସବୁ କାକରାକୁ ବନେଇ ନେଇଛି। ଏବେ ଆମେ ତାକୁ ଛାଣି ନେବା। ଏଇଠି ତେଲକୁ ଆମେ ଅଧିକ ଗରମ କରିବାନି, ନହେଲେ ଉପରେ କ୍ରିସ୍ପି ହେଇଯିବ ଆଉ ଭିତରଟା କଞ୍ଚା ଟିକେ ରହିଯିବ। ସେଥିପାଇଁ ଆମେ ଏଇଠି ଲୋ ମିଡ଼ିୟମ୍ ଫ୍ଲେମ୍ରେ ହିଁ ତେଲଟାକୁ ଗରମ କରିବା, ଆଉ ସେଇ ମିଡ଼ିୟମ୍ ଫ୍ଲେମ୍ରେ ହିଁ ଆମେ କାକରାଟାକୁ ଦୁଇ ପଟ ଯାକକୁ ଭଲସେ ଛାଣି ନେବା, ଯାହାଫଳରେ କି ଆମର କାକରାଟା ଲଙ୍ଗ୍ ଟାଇମ୍ ପାଇଁ କ୍ରିସ୍ପି ରହିବ। ଏଇଠି ଦେଖନ୍ତୁ ବହୁତ ସୁନ୍ଦର କଲର୍ ଆସିଯାଇଛି, ଆଉ ଆମ୍ବ ବାସ୍ନା ବି ହେଉଛି। ବନେଇଲା ବେଳେ ମୁଁ କେବେ ଏକ୍ସପେକ୍ଟ ବି କରିନଥିଲି କି ଏଇ ଆମ୍ବ କାକରା ଏତେ ଟେଷ୍ଟି ବନିବ ବୋଲି। ଏଇଠି ଦେଖନ୍ତୁ ମୁଁ ଦୁଇ ପଟ ଯାକ ବହୁତ ବଢ଼ିଆ ସେ କ୍ରିସ୍ପି କରିକି ଛାଣି ଦେଇଛି। ଏଇଭଳି ଭାବରେ ଆପଣ ଥରେ ଆମ୍ବ କାକରା ବନେଇକି ଦେଖନ୍ତୁ, ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ବି ଭୁଲିବନି। ରହିଲି, ଜୟ ଜଗନ୍ନାଥ।